ଦଶପଲ୍ଲା ବୃନ୍ଦାବନ ସୁବୁଧି ମହାବିଦ୍ୟାଳୟରେ ଜଣେ ସଚ୍ଚୋଟ ସ୍ୱାଭିମାନ ଏବଂ ଭିନ୍ନକ୍ଷମ ଶିକ୍ଷକଙ୍କୁ ଚକ୍ରାନ୍ତ କରି ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବା ପାଇଁ ଚାଲିଛି ଭରପୁର ପ୍ରୟାସ। ଯେ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛି ତା ସ୍ୱରକୁ ବନ୍ଦ କରିବା ପାଇଁ କରାଯାଉଛି ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର। ଦଶପଲ୍ଲା ବୃନ୍ଦାବନ ସୁବୁଧି ମହାବିଦ୍ୟାଳୟରେ ଚାଲିଛି ଜାଲିଆତିର ମହାଭାରତ। କେତେବେଳେ ମାର୍କସିଟ୍ ଜାଲିଆତି କରି ଚାକିରି ହେଉଛି ତ ଆଉ କେତେବେଳେ ଦସ୍ତାବିଜରେ ଫର୍ଜରୀ କରି ହାତ ଲେଖାକୁ ଜାଲିଆତି କରାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ପ୍ରିନ୍ସିପାଲଙ୍କ ଅନୁମତି ବିନା କୌଣସି ଦସ୍ତାବିଜରେ କେହି ହାତ ମାରିପାରିବେନି, ଏମିତି ସବୁ ଘଟଣା ଘଟୁଛି କେମିତି? ତେବେ ଦଶପଲ୍ଲା ବୃନ୍ଦାବନ ସୁବୁଧି ମହାବିଦ୍ୟାଳୟରେ କାର୍ଯ୍ୟରତ ପଦାର୍ଥ ବିଜ୍ଞାନ ଡେମୋନିଷ୍ଟ୍ରେଟରର ଭିନ୍ନକ୍ଷମ ଲକ୍ଷ୍ମୀଧର ଶତପଥୀଙ୍କ ସମସ୍ତ ଦସ୍ତାବିଜ ଏବଂ ପ୍ରମାଣ କହୁଛି ସେ ତାଙ୍କ ଜୀବନକାଳ ଭିତରେ ସଦା ସର୍ବଦା ନିଖୁଣ ଭାବରେ ତାଙ୍କ ଦାୟିତ୍ୱ ତୁଲାଉଛନ୍ତି ଏବଂ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ଗଣମାଧ୍ୟମରେ ବଦନାମ କରାଯାଉଛି। ଧୀରେ ଧୀରେ ବୃନ୍ଦାବନ ସୁବୁଧି ମହାବିଦ୍ୟାଳୟର ଗୁମର ଖୋଲିବାରେ ଲାଗିଛି। ପୂର୍ବରୁ ମଧ୍ୟ ପ୍ରିନ୍ସିପାଲଙ୍କ ନାଁରେ କ୍ରିମିନାଲ କେସ୍ ରୁଜୁ ହୋଇକି ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଲକ୍ଷ୍ମୀଧର ଶତପଥୀଙ୍କ ଘଟଣା ଉପରେ ତଦନ୍ତ ପାଇଁ ଆସିଥିବା ଦଶପଲ୍ଲା ତହସିଲଦାର ଏକତରଫା ତଦନ୍ତ କରି ଲକ୍ଷ୍ମୀଧର ଶତପଥୀଙ୍କ କୌଣସି ମତାମତ ଏବଂ ଆଲୋଚନା ନକରି ଚାଲିଗଲେ। ତେବେ ଦଶପଲ୍ଲାରେ ଏମିତି ପ୍ରଶାସନ ସବୁବେଳେ କାହା ଚାପରେ ଚେପା ହୋଇଛି ସାଧାରଣରେ ଚର୍ଚ୍ଚା ଚାଲିଛି।